ମୁଁ ଏକ ସୁନ୍ଦର ଝିଅ ଥିଲି ଏବଂ ମୁଁ ଘରେ ଏକୁଟିଆ ରହୁଥିଲି। ଦିନେ 13 ବର୍ଷର ବାଳକ ମୋର ପାଖକୁ ଆସି ମୋତେ ଏମିତି ଗୋଟେ କଥା କହିଲା ଯେ ମୁଁ କଦାପି ମଧ୍ୟ କଳ୍ପନା କରିନଥିଲି ଯେ ଏତେ ଛୋଟ ପିଲା ଏହି ଇଚ୍ଛାକୁ ସାହସର ସହିତ କିପରି ପ୍ରକାଶ କରିବ। କିନ୍ତୁ ସେ କ'ଣ କରିବ, କାହିଁକି ନା ମୁଁ ବହୁତ ସୁନ୍ଦର ଥିଲି ଏବଂ ମୋର ବହୁତ ଟଙ୍କା ଦରକାର ଥିଲା। ମୁଁ ଭାବିଲି ଏହି ପିଲାଟି ମୋର କ'ଣ କ୍ଷତି କରିବ। ସେ ପ୍ରାୟ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ହିଁ ନିଶ୍ଚୟ ରହିପାରିବ, ତାହାଠାରୁ ଆଉ ଅଧିକ ନୁହେଁ। ତାପରେ ପୁଣି ମୋର ଉଭୟ ପାର୍ଶ୍ୱରୁ ଲାଭ ହେଲା। ଏହା ଭାବି ମୁଁ ତାଙ୍କ ଇଚ୍ଛାରେ ରାଜି ହୋଇଗଲି, ଯେପରି ସେ ତାଙ୍କ ଇଚ୍ଛାକୁ ପୂରଣ କରିପାରନ୍ତି। କିନ୍ତୁ ଯାହାକୁ ମୁଁ ପିଲା ବୋଲି ଭାବୁଥିଲି, ସେ ମୋର ରାତି ସାରା ଚିତ୍କାର କରିଦେଲା। ମୋ ନାଁ ହେଉଛି ମିତା। ମୋର ବୟସ 28 ବର୍ଷ, କିନ୍ତୁ ମୁଁ ମୋର ବୟସ ଠାରୁ ବହୁତ ଛୋଟ ଦେଖାଯାଉଥିଲି। ମୁଁ ଟଙ୍କା ପାଇଁ ବହୁତ ଭୋକିଲା ଥିଲି, କିନ୍ତୁ ମୋର ସ୍ୱାମୀ ଅସୁସ୍ଥ ଥିବାରୁ ମୁଁ କୌଣସି ଉପାୟ ପାଇଲି ନାହିଁ। ଦିନେ ମୁଁ ଘରେ ଏକୁଟିଆ ଥିଲି ଏବଂ 2 ପଟ ବିନା କାମ କରୁଥିଲି। ଯେତେବେଳେ ସେ 13 ବର୍ଷ ବାଳକ ଆମ ଘରକୁ ଆସିଲା, ସେ ଯେପରି ମୋତେ ଦେଖୁଥିଲେ, ମୁଁ ବୁଝିପାରିଲି ଯେ ସେ ମୋ ସହିତ କ'ଣ ଚାହୁଁଛନ୍ତି। ସେ କହିଲା କି ମ୍ୟାଡାମ, ମୁଁ ଏକୁଟିଆ ଅଛି ଏବଂ ତୁମ ସହିତ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛି। ଏହାକୁ ଥରେ ଚେଷ୍ଟା କର। ମୁଁ ତୁମକୁ ଲଜ୍ଜିତ କରିବି ନାହିଁ, କିନ୍ତୁ ତୁମର ଆବଶ୍ୟକତାକୁ ନିଶ୍ଚୟ ପୂର୍ଣ୍ଣ କରିବି। ମୁଁ ତାଙ୍କ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଚାହିଁଲି। ସେ ଉଚ୍ଚତାରେ ବହୁତ ଭଲ ଥିଲେ, କିନ୍ତୁ ବୟସରେ ଖରାପ ଥିଲେ। ମୁଁ ତାଙ୍କୁ କ୍ଷମା ମାଗିଲି ଏବଂ କହିଲି, ମୁଁ ତୁମ ସହ ଏଭଳି ସମସ୍ୟାର ସମାଧାନ କରିପାରିବି ନାହିଁ। ତୁମେ ତଥାପି ଆଘାତ ପାଇଛ ଏବଂ ମୁଁ ଭାବୁନାହିଁ ଯେ ତୁମେ ଏହି ଜିନିଷ ଗୁଡ଼ିକ ପାଇଁ ଯଥେଷ୍ଟ ବୃଦ୍ଧ। ସେ ହସି ହସି କହିଲା, ମୋର 3 ବର୍ଷର ଅଭିଜ୍ଞତା ଅଛି। ମୁଁ 10 ବର୍ଷ ବୟସରୁ ହିଁ ଏହା କରିଆସୁଛି। ମୋ ପଛରେ ଆଉ କେହି ମଧ୍ୟ ନାହାନ୍ତି। ମୁଁ କେବଳ ମୋର କାର୍ଯ୍ୟରେ ହିଁ ପାରଦର୍ଶୀ ଅଟେ। ମୋତେ ଟିକେ ବିଶ୍ୱାସ କର, ତୁମକୁ ଏଥିରେ ଅନୁତାପ କରିବାକୁ ପଡ଼ିବ ନାହିଁ, ବରଂ ତୁମେ ତୁମର ନିଷ୍ପତ୍ତିରେ ଖୁସି ହୋଇଯିବ। ଏଥର ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ତାପରେ ମୁଁ ଏହି କାମ କରିବା ଆରମ୍ଭ କରିଥିଲି ଏବଂ ଏହା କାମ କରିବା ଆରମ୍ଭ କଲା। ବର୍ତ୍ତମାନ ମୁଁ ମୋର କାମ ବୁଝାଇବାକୁ ଚାହୁଁଛି, ତେଣୁ ମୁଁ ତୁମ ସହ କଥା ହେବାକୁ ଆସିଛି। ଯଦି ତୁମେ ମୋତେ ସମର୍ଥନ କର, ମୁଁ ମଧ୍ୟ ତୁମ ପାଇଁ ବହୁତ ଉପଯୋଗୀ ହେବି। ତାଙ୍କର ଶେଷ ଶବ୍ଦ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋର ପ୍ରକୃତରେ ଏକ ପିଲା ଦରକାର ଥିଲା, ଯେ କି କାମ କରିପାରିବ ଏବଂ ସେ ମୋତେ ନିଜେ ତାହା ହିଁ ପ୍ରଦାନ କରୁଥିଲା। ତାପରେ ଦ୍ୱିତୀୟ କଥାଟି ହେଲା ଯେ ତାଙ୍କ ସହିତ ଏହି ସମସ୍ୟାର ସମାଧାନ କରିବା ପରେ ମୁଁ ପ୍ରତି ମାସରେ ଟଙ୍କା ପାଇବି, ଯାହା ମୋର ଜୀବନକୁ ସହଜ କରିବ। କିନ୍ତୁ ତାପରେ ଏହି ଚିନ୍ତାଧାରା ମଧ୍ୟ ଆସିଲା ଯେ ଯଦି ସେ ମୋତେ ଠିକ୍ ସମୟରେ ଟଙ୍କା ଦେଇପାରିବେ ନାହିଁ, ତେବେ ଏହା ମୋ ପାଇଁ କଷ୍ଟକର ହୋଇଯିବ। ହଁ, ସେ 13 ବର୍ଷ ବୟସର ଥିଲେ ଏବଂ ମୁଁ ଯାହା ଚାହୁଁଥିଲି ସେଥିରେ ମୁଁ ତାଙ୍କୁ ସହଜରେ ସହମତ କରିପାରେ। ତେଣୁ ମୁଁ ଏକାକୀ ଥିବାର ମୋର ସୁବିଧା ଦେଖି ମୁଁ ଏହି ମାମଲାକୁ ଚୂଡ଼ାନ୍ତ ହିଁ କଲି। ମୁଁ ତାଙ୍କ ଭଡ଼ା ଘର ସହିତ ଦୋକାନଟି ମଧ୍ୟ ଥିଲି। ତାଙ୍କର ନାମ ସୋହନ ଏବଂ ସେ କହୁଥିଲେ, ମିତା, ମୁଁ ଏହାକୁ ଦୋକାନରେ ରଖିବି କାରଣ ମୋର ପଛରେ କେହି ମଧ୍ୟ ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କେବଳ ରାସ୍ତାରେ ହିଁ ଏହି କାମ କରୁଥିଲି। ବର୍ତ୍ତମାନ ମୁଁ ଏହାକୁ ଦୋକାନରେ ମଧ୍ୟ କରିବି। ମୋର କ'ଣ ଆପତ୍ତି ହୋଇପାରିବେ? ଏହା କେବଳ ଏକ ଦୋକାନ ହିଁ ଥିଲା। ମୁଁ କହିଲି କି ତୁମେ ଯାହା କିଛି ଭାବୁଛ ତାହା ହିଁ କର। ମୋତେ ଠିକ୍ ସମୟରେ ଟଙ୍କା ଦିଅ ଏବଂ ରାତିରେ ସମାନ ଦୋକାନରେ ହିଁ ଶୁଆ ରୁହ। ଏତେ ଦିନ ଧରି ଏହି ଦୋକାନ ଖାଲି ହିଁ ପଡ଼ିଥିଲା। ଏହା ପୂର୍ବରୁ ଯେତେବେଳେ ବି ଭଡ଼ାରେ ଥିଲା, କୌଣସି ଗ୍ରାହକ ମଧ୍ୟ ଆସିବେ ନାହିଁ। ମୁଁ କେତେଥର ମୋ ଦୋକାନକୁ ଭଡ଼ାରେ ଅଫର କଲି, କିନ୍ତୁ ସମସ୍ତେ ମୋତେ ଛାଡ଼ିକି ହିଁ ଚାଲିଗଲେ ଯେ ଏହି ସ୍ଥାନ କାମ ପାଇଁ ଉପଯୁକ୍ତ ହିଁ ନୁହେଁ। ମୁଁ କିନ୍ତୁ ଆଶା ହିଁ ଛାଡ଼ି ଦେଇଥିଲି ଯେ ଦିନେ ଏହି ଦୋକାନ ଭଡ଼ା ପାଇଁ ମଧ୍ୟ ଉପଲବ୍ଧ ହେବ। କିନ୍ତୁ ସେହି ପିଲା କେବଳ ଏହାକୁ ଉଚିତ ମୂଲ୍ୟରେ ଭଡ଼ା ଦେଇନଥିଲେ, ବରଂ ନିଜର କାମ ମଧ୍ୟ କରିଥିଲେ। କେବଳ ଆଶ୍ଚର୍ଯ୍ୟର କଥା ହେଉଛି, ସେ ଦୋକାନରେ ମହିଳାଙ୍କର ସାମଗ୍ରୀ ହିଁ ରଖୁଥିଲେ ଏବଂ ମହିଳାମାନେ ସେ ପିଲାଙ୍କ ଠାରୁ ସାମଗ୍ରୀ କିଣିବାକୁ ଆସୁଥିଲେ। କିଛି ଦିନ ବିତିଗଲା ଏବଂ ମୁଁ ସୋହନଙ୍କ ସହ ଭଲ କଥାବାର୍ତ୍ତା କଲି। ସେ ମୋ ପାଇଁ ଛୋଟ ମୋଟ କାମ କରିବା ଆରମ୍ଭ କଲେ। ଯେତେବେଳେ ବି ସେ କିଛି ଭଲ ରାନ୍ଧିଲା, ସେ ଏହାକୁ ଦୋକାନରେ ପହଞ୍ଚାଇବ। ଦୋକାନ ଏବଂ ଘର ମଧ୍ୟରେ ଏକ ଛୋଟ କବାଟ ମଧ୍ୟ ଥିଲା। ଯଦି ଆବଶ୍ୟକ ହୁଏ, ମୁଁ ସେହି କବାଟ ଖୋଲି ସୋହନଙ୍କ ସହ କଥା ହେବି। ଧୀରେ ଧୀରେ ଆମ ମଧ୍ୟରେ ମତଭେଦ ଦେଖାଗଲା। ମୁଁ ମଧ୍ୟ ଏକ ଉପାୟରେ ଏକୁଟିଆ ହିଁ ଥିଲି, ତେଣୁ ମୁଁ ସୋହନଙ୍କୁ ସମର୍ଥନ ହିଁ ପାଇଲି।
ବାସ୍ତବରେ ମୋର ସନ୍ତାନଟିଏ ମଧ୍ୟ ନଥିଲା ଏବଂ ମୋର ସ୍ୱାମୀ ରାଜୀବ ଏକ ଷ୍ଟ୍ରୋକରେ ପୀଡ଼ିତ ହୋଇଥିଲେ। ଏହାପରେ ସେ ଖଟ ଉପରେ ହିଁ ଶୋଇପଡ଼ୁଥିଲେ। ଘରେ ରୋଜଗାର କରିବା ଅତ୍ୟନ୍ତ କଷ୍ଟକର ଥିଲା। ବେଳେବେଳେ କେହି ସାହାଯ୍ୟ ପାଇଁ ଟଙ୍କା ଦେବେ ଏବଂ ବେଳେବେଳେ ଅନ୍ୟ କେହି ଦେବେ। ଏଭଳି ପରିସ୍ଥିତିରେ ଦୋକାନରୁ ମିଳିଥିବା ଟଙ୍କା ମୋ ପାଇଁ ଆଶୀର୍ବାଦ ହୋଇଗଲା। ସେଥିପାଇଁ ମୁଁ ନିଜେ ସୋହନଙ୍କ ସହ ମୋର ମତଭେଦ ହିଁ ବଢ଼େଇଥିଲି, ଯାହାଦ୍ୱାରା ସେ ଦୋକାନ ଛାଡ଼ନ୍ତି ନାହିଁ ଏବଂ ମୁଁ ମଧ୍ୟ ମୋର ଆୟ ବଜାୟ ରଖିବି। ମୁଁ ଏକ ନିରୀହ ଶିଶୁ ବୋଲି ଭାବୁଥିଲି। ଏହା ମଧ୍ୟ ସରଳ ନୁହେଁ। ସେ ପିଲାଟି ଅଳ୍ପ ସମୟ ମଧ୍ୟରେ ମୋର ଦୁନିଆକୁ ଓଲଟପାଲଟ ହିଁ କରିଦେଇଥିଲା। ଆମ ମଧ୍ୟରେ କିଛି ମତଭେଦ ରହିଲା, ତେଣୁ ମୁଁ ତାଙ୍କୁ ମୋ ଘର ଭିତରକୁ ଆସିବାକୁ ମଧ୍ୟ ଅନୁମତି ଦେଇଦେଲି। ବର୍ତ୍ତମାନ ସେ କେବଳ ମୋର ଆବଶ୍ୟକତା ହିଁ ମୋ ପାଇଁ ଘରକୁ ହିଁ ଆସୁଥିଲେ ଏବଂ ବାକି ସମୟ ସେ କେବଳ ଦୋକାନରେ ହିଁ ବିତାଉଥିଲେ। ରାଜୀବଙ୍କର ମଧ୍ୟ ଏଥିରେ କୌଣସି ଆପତ୍ତି ହିଁ ନଥିଲା, କୌଣସି କାରଣ ମୋ ପାଇଁ ସେ ମାତ୍ର 15 ବର୍ଷର ହିଁ ଶିଶୁ ଥିଲେ। କିନ୍ତୁ ସୋହନଙ୍କର ଆଗମନ ଆମର ଜୀବନକୁ ଉଜ୍ଜଳ ହିଁ କରିଦେଇଥିଲା। ବର୍ତ୍ତମାନ ମୁଁ ପୂର୍ବପରି ଆଉ ଦୁଃଖିତ ଏବଂ ହତାଶ ହିଁ ନଥିଲି। କିନ୍ତୁ ଯେତେବେଳେ ମୋର କୌଣସି ସମସ୍ୟା ଥାଏ ମୁଁ ତାଙ୍କୁ ଭଦ୍ର ଭାବରେ କହୁଥିଲି। ପାଣିପାଗ ପରିବର୍ତ୍ତନ ହେତୁ ରାଜୀବଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବାକୁ ଲାଗିଲା। ତାକୁ ଡାକ୍ତରଖାନା ନେବାକୁ ମୋର ଟଙ୍କା ମଧ୍ୟ ନଥିଲା। ଦିନେ ମୋର ଆଖିରେ ଲୁହ ଝରିବାକୁ ଲାଗିଲା। ସୋହନ ମୋତେ ଦେଖି ପଚାରିଲେ, ମିତା, କ'ଣ ହେଲା? ତୁମେ କାହିଁକି କାନ୍ଦୁଛ? ମୁଁ ତାଙ୍କୁ କହିଲି, ରାଜୀବଙ୍କୁ ଡାକ୍ତରଖାନା ନେବାକୁ ହିଁ ପଡ଼ିବ। ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ବର୍ତ୍ତମାନ ଏହି ଜୀବନ ସହିତ ସନ୍ତୁଷ୍ଟ ଅଟେ। ଏକାକୀ ସମସ୍ତ ମୁକାବିଲା ମୋତେ ହିଁ କରିବାକୁ ହିଁ ପଡ଼ିବ। ମୋର ସମର୍ଥନ ବିନା ରାଜୀବ ବିଛଣାରୁ ଉଠିପାରିବେ ନାହିଁ। ଯଦି ମୋର ପିଲା ଥାନ୍ତା ବୋଧେ ମୋର ଜୀବନ ସହଜ ହୋଇଥାନ୍ତା। ଏକ ଦୁର୍ବଳ ମୁହୂର୍ତ୍ତରେ ମୋର ସୋହନଙ୍କ ମୋର ଭାବନା ପ୍ରକାଶ କରୁଥିଲେ। ମୋ କଥା ଶୁଣିବା ପରେ ସୋହନ ହସିବାକୁ ଲାଗିଲେ ଏବଂ କହିଲା, ତେବେ ମିତା, ତମର ଗୋଟିଏ ସନ୍ତାନ ଅଛି, ଏଥିରେ ଅସୁବିଧା କ'ଣ? ସୋହନଙ୍କ କଥାରେ ମୁଁ ଲଜ୍ଜିତ ଅନୁଭବ କଲି। ମୁଁ ତାଙ୍କୁ କିପରି କହିପାରିବି ଯେ ରାଜୀବ ଶଯ୍ୟାଶାୟୀ ଥିଲେ ଏବଂ ସେ ସନ୍ତାପ ପ୍ରସବ କରିବାକୁ ସକ୍ଷମ ହୋଇନଥିଲେ। ଆମର ବିବାହର ପ୍ରାରମ୍ଭିକ ବର୍ଷରେ ରାଜୀବ ଚାହୁଁନଥିଲେ ଯେ ଆମ ସନ୍ତାନ ପ୍ରସବ କରିବାରେ ଅସୁବିଧାର ସମ୍ମୁଖୀନ ହେବା ଏବଂ ଯେତେବେଳେ ଆମେ ଏକ ସନ୍ତାନର ଆବଶ୍ୟକ ଅନୁଭବ କରୁଥିଲୁ ସେତେବେଳେ ରାଜୀବ ସନ୍ତାନ ପ୍ରସବ କରିବାରେ ସକ୍ଷମ ହୋଇନଥିଲେ। ତାପରେ ହଠାତ୍ ପକ୍ଷାଘାତ ତାଙ୍କର ରୋଗ ହୋଇଯାଇଥିଲା ଏବଂ ଏହାପରେ ସେ କୌଣସି କାର୍ଯ୍ୟରେ ଆଉ ଅସମର୍ଥ ହୋଇଥିଲେ। ପ୍ରେମର ବିବାହ ଧୀରେ ଧୀରେ ବାଧ୍ୟତାମୂଳକ ବିବାହ ହୋଇଗଲା ଏବଂ ବର୍ତ୍ତମାନ ମୁଁ ବାଧ୍ୟତାମୂଳକ ଭାବେ ରାଜୀବଙ୍କୁ ସମର୍ଥନ କରୁଥିଲି, କାରଣ ମୋର ଅନ୍ୟ କୌଣସି ଆଉ ବିକଳ୍ପ ହିଁ ନଥିଲା। ସୋହନ ବୋଧହୁଏ ମୋର ମୁହଁରେ ହସ ଭରି ଦେଇଥିଲେ। ସେ କହିଲା, ମିତା, ତୁମର ଚିନ୍ତା କରିବାର ଆବଶ୍ୟକତା ନାହିଁ। ମୁଁ ଏବେ ତୁମ ସହିତ ଅଛି। ଶୀଘ୍ର ତୁମର ସମସ୍ତ ସମସ୍ୟା ମଧ୍ୟ ସମାପ୍ତ ହୋଇଯିବ। ମୁଁ ସୋହନଙ୍କ କଥାରେ ହସିବାକୁ ଲାଗିଲି। ସେ କେବଳ ଏତେ ସାହସ କରୁଥିଲେ ଯେ ସେ ପ୍ରତ୍ୟେକ ଅସୁବିଧା ବିରୁଦ୍ଧରେ ସେ ଲଢୁଥିଲେ ଏବଂ ମୁଁ ଯିଏକି ଏତେ ଦିନ ବଞ୍ଚିବା ସତ୍ତ୍ୱେ ମଧ୍ୟ ସାହସ ସଂଗ୍ରହ କରିନଥିଲି। 10 ବର୍ଷ ବୟସରେ ସୋହନ ତାଙ୍କର ମାଙ୍କୁ ହରାଇଥିଲେ ଏବଂ ତଥାପି ସେ ବିଶ୍ୱମେଳାରେ ହାରି ନଥିଲେ। ସେ କେବଳ ନିଜର ଜୀବନର ଯାତ୍ରା ଜାରି ରଖିନାହାନ୍ତି, ବରଂ ସେ ରାଜୀବଙ୍କୁ ମଧ୍ୟ ବହୁତ ସେବା କରିବା ଆରମ୍ଭ କରିଥିଲେ। ଯେତେବେଳେ ବି ମୁଁ କୌଣସି କାରଣରୁ ବାହାରକୁ ଆସିଲି, ସୋହନ ମୋର ସ୍ୱାମୀଙ୍କର ସେବା କରିବେ ଏବଂ ତାଙ୍କର ପାଖରେ ହିଁ ବସିବେ। କିଏ ଜାଣେ ସେମାନଙ୍କ ମଧ୍ୟରେ କ'ଣ ବାର୍ତ୍ତାଳାପ ହୋଇଥିଲା। କିନ୍ତୁ ସୋହନ ମଧ୍ୟ ଦେଖିବା ପରେ ସବୁବେଳେ ଚୁପ୍ ହିଁ ରହିଲେ। ସୋହନ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମୋର ସମସ୍ତ ତ୍ରୁଟି ମଧ୍ୟ ଦୂର କରିବେ ଏବଂ ମୁଁ ତାଙ୍କର ପ୍ରତିଶ୍ରୁତିରେ ହସିବାକୁ ଲାଗିଲି। ମୁଁ ଏକ ସନ୍ତାନ ପାଇବାକୁ ଚାହୁଁଥିଲି। ମୋର ଜୀବନରେ ପ୍ରେମ ଅଭାବ ହେତୁ ଯେତେବେଳେ ମୋର ସ୍ୱାସ୍ଥ୍ୟ ଖରାପ ହୋଇଗଲା, ସୋହନ ମୋତେ ଟଙ୍କା ଦେଇ ଡାକ୍ତରଙ୍କୁ ଦେଖା କରିବାକୁ କହିଥିଲେ। ତାଙ୍କ ପରାମର୍ଶରେ ମୁଁ ଡାକ୍ତରଙ୍କର ପାଖକୁ ଗଲି ଏବଂ ସେଠାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ଏହା କିପରି ସମ୍ଭବ ହେଲା। ବାବା ହେବାକୁ ରାଜୀବଙ୍କର ସାହସ ହିଁ ନଥିଲା। ତାପରେ ମୁଁ କିପରି ଆଶା କଲି? ମୁଁ କମ୍ପିତ ହାତରେ ରିପୋର୍ଟ ଧରି ଘରକୁ ଫେରିଗଲି ଏବଂ ଯେତେବେଳେ ମୁଁ ଭୟଭୀତ ଭାବରେ ରାଜୀବଙ୍କୁ କହିଲି, ସେ ଟିକେ ହସିଲେ ଏବଂ କହିଥିଲେ ଯେ ବୋଧହୁଏ ମୁଁ ଏକ ଶିଶୁର ପିତା ହେବା ପାଇଁ ଯଥେଷ୍ଟ ସକ୍ଷମ ହୋଇପାରିଛି। ଯଦି ଭଗବାନ ଆମକୁ ଏହି କଠୋର ବାହାନା ଦେଇଛନ୍ତି, ତେବେ ଏହାକୁ ହସ ସହିତ ଗ୍ରହଣ କରନ୍ତୁ। ମୁଁ ରାଜୀବଙ୍କର କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ପ୍ରକୃତରେ ରାଜୀବଙ୍କର ସନ୍ତାନର ମା ହେବାକୁ ଯାଉଥିଲି କି? ଏହା କିପରି ଥିଲା ଯେ ମୁଁ ଏହାକୁ ବିଶ୍ୱାସ କରିପାରିଲି ନାହିଁ।
ମୁଁ ରାଜୀବଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖିନାହିଁ। ତେବେ ଏହା କିପରି ସମ୍ଭବ ହେଲା? ହଁ, ମୁଁ ମଧ୍ୟ ସତ୍ୟକୁ ଗ୍ରହଣ କରିନେଲି ଯେ ମୁଁ ରାଜୀବଙ୍କର ସନ୍ତାନର ଏବେ ମା ହେବାକୁ ଯାଉଛି। ବର୍ତ୍ତମାନ ମୁଁ ମୋର ଯତ୍ନ ନେବା ଆରମ୍ଭ କଲି। ସୋହନ ମଧ୍ୟ ଏହି ବିଷୟରେ ଜାଣିବାକୁ ହିଁ ପାଇଲେ। ସେ ମଧ୍ୟ ବହୁତ ଖୁସି ଥିଲେ, ଯେପରି ସେ ଘରେ ସନ୍ତାନ ପ୍ରସବ କରିବାକୁ ଚାଲି ଯାଉଛନ୍ତି। ମୁଁ ଦୋକାନ ସାରିବା ମାତ୍ରେ ମୁଁ ତମ ସହିତ ଘରକୁ ଆସିଥାନ୍ତି। ସୋହନଙ୍କ ଆଗମନ ସହିତ ମୋର ଜୀବନ ବଦଳି ଯାଇଛି। ବର୍ତ୍ତମାନ ବେଳେବେଳେ ସେ ମୋତେ ଫଳ ଏବଂ ବେଳେବେଳେ ରସ ମଧ୍ୟ ଆଣିଥାଏ। ତାଙ୍କର ଦୋକାନ ମଧ୍ୟ ବହୁତ ଭଲ କାମ କରୁଥିଲା। ଏବଂ ତାପରେ ଦିନ ଏପରି ଚାଲିଗଲା। ଏବଂ ତାପରେ 9 ମାସ ପରେ ମୁଁ ଏକ ସୁନ୍ଦର ଛୁଆଟିଏ ଜନ୍ମ ଦେଲି, ଯେ କି ମୋ ଭଳି କିମ୍ବା ରାଜଙ୍କ ପରି ହିଁ ନଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଥିଲା ଯେ ସେ ସୋହନଙ୍କ ପରି ନିଶ୍ଚୟ ଦେଖାଯାଉଥିଲେ। ବେଳେ ବେଳେ ମୁଁ ମୋର ଝିଅର ମୁହଁକୁ ଚାହିଁ ବସିଛି ଏବଂ ବେଳେ ବେଳେ ଏହା ସୋହନଙ୍କ ବିଷୟରେ ଥିଲା। ଏବଂ ତାପରେ ସୋହନ ନିଜେ ହସିଲେ ଏବଂ ଏପରି କଥା କହିଲେ ଯେ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲା କି ମିତା, ତୁମେ ମୋତେ ଦିନ ରାତି ଏତେ ଦେଖୁଛ ଯେ ତୁମର ପିଲା ମଧ୍ୟ ମୋ ଭଳି ଦେଖାଯିବା ଆରମ୍ଭ କରିଦେଇଛି। କୁହାଯାଏ ଯେ ଗର୍ଭାବସ୍ଥାରେ ମା ଯାହାକୁ ଅଧିକ ଦେଖନ୍ତି, ପିଲାଟି ମଧ୍ୟ ତା ଭଳି ମଧ୍ୟ ଦେଖାଯାଇଥାଏ। ମୁଁ କେବଳ ସୋହନଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ସେ ଏତେ କମ ବୟସରେ ଏହି ସବୁ ଜିନିଷ କିପରି ଜାଣିଥିଲେ? ପିଲାଟି ମୋର କୋଳରେ ହିଁ ଥିଲା। ମୋର ଖୁସିର କୌଣସି ଆଉ ସୀମା ହିଁ ନଥିଲା। ଯେତେବେଳେ ମୁଁ ମୋର ପିଲା ସହିତ ଘରକୁ ଆସିଲି, ସତ ଯେପରି ମୋର ଜୀବନ ପୁରା ବଦଳିଗଲା। କିନ୍ତୁ ବର୍ତ୍ତମାନ ଖର୍ଚ୍ଚ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ଏହି ଖର୍ଚ୍ଚ କିପରି ପୂରଣ ହେବ ବୁଝିପାରିଲି ନାହିଁ। ଏବଂ ତାପରେ ସୋହନ ନିଜ ପିଲାଙ୍କ ଖର୍ଚ୍ଚ ପାଇଁ ମୋତେ ଟଙ୍କା ଦେବା ଆରମ୍ଭ କଲେ। ସେ ମୋର ଏବଂ ମୋର ସନ୍ତାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନିଶ୍ଚୟ ହିଁ ଗ୍ରହଣ କଲେ। କିନ୍ତୁ ଆମର ବିଷୟରେ କଣ ଥିଲା? ସେ ମଧ୍ୟ ରାହୁଲଙ୍କ ପାଇଁ ଅପରିଚିତ ହିଁ ଥିଲା। ମୁଁ ତାଙ୍କୁ ସାନ ଭାଇ ପରି ଭଲ ପାଇବା ଆରମ୍ଭ କରିଥିଲି, କାରଣ ତାଙ୍କ ହେତୁ ଆମର ଅବସ୍ଥା ଭଲ ହୋଇଯାଇଥିଲା। ଏବଂ ତାପରେ ମୋର ଛୁଆ 6 ମାସର ହୋଇଗଲା ଏବଂ ମୁଁ ଅନୁଭବ କଲି ଯେ ମୁଁ ପୁଣି ସନ୍ତାନଟି ଆଶା କରୁଛି। ତାପରେ ରାଜୀବଙ୍କର ଏକ ବିନା ହିଁ ଦାୟିତ୍ୱ ଥିଲା। ମୁଁ ଏହି ଅସୁବିଧାରେ ପଡ଼ିଥିଲି ଯେତେବେଳେ ରାଜୀବ ମୋତେ ବୁଝାଇ କହୁଥିଲେ, ଯେତେବେଳେ ତୁମେ ପୁଣି ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରୁଛ, ତେବେ ଏହାକୁ ପ୍ରତ୍ୟାଖ୍ୟାନ କର ନାହିଁ ଏବଂ ନିଶ୍ଚୟ ଦେହକୁ ନିଅ ନାହିଁ। ମୁଁ ମଧ୍ୟ ବହୁତ ଖୁସି ହେଉଛି ଯେ ଆମର ବହୁତ ଗୋଟେ ଭଲ ଛୁଆଟି ଅଛି, ଯେଉଁଠାରେ ପ୍ରଥମ ସନ୍ତାନ ଜନ୍ମ ହୋଇ ଆମର ପାଖକୁ ଆସିଛି। ଦ୍ୱିତୀୟ ସନ୍ତାନଟି ମଧ୍ୟ ଏମିତି ହିଁ ଆସିବ। ମୁଁ ମୁଣ୍ଡ ନୁଇଁ ରାଜୀବଙ୍କୁ କହିଲି, ଆମର ଦାୟିତ୍ୱ ସୋହନଙ୍କର କାନ୍ଧରେ ଅଛି, ଯେ କି ଆମର ନୁହେଁ। ଏବେ ଯେତେବେଳେ ଏହି ପିଲା ଆସିବ, ସେ ସୋହନଙ୍କର କାନ୍ଧରେ ହିଁ ପଡ଼ିବେ। ଏବଂ ମୋର ଦ୍ୱିତୀୟ ସନ୍ତାନ ମଧ୍ୟ ଏହି ଦୁନିଆକୁ ଆସିଥିଲେ। ମୁଁ ମୋର ଦ୍ୱିତୀୟ ପିଲାଙ୍କ ସହ ଏତେ ବ୍ୟସ୍ତ ଥିଲି ଯେ ମୋର ରାଜୀବଙ୍କର ଯତ୍ନ ନେବାକୁ ସମୟ ହିଁ ନଥିଲା। ସୋହନ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ। ସମୟ ବହୁତ ଦ୍ରୁତ ଗତିରେ ଚାଲୁଥିଲା। ବର୍ତ୍ତମାନ ସୋହନ ଏବଂ ମୁଁ ଏତେ ବନ୍ଧୁତ୍ୱପୂର୍ଣ୍ଣ ହୋଇଯାଉଥିଲି ଯେ ଆମ ହୃଦୟରେ ଥିବା ସମସ୍ତ କଥା ଆମେ ପରସ୍ପରକୁ କହିବା ଆରମ୍ଭ କଲୁ। ମୁଁ ଦିନ ସାରା ପିଲାମାନଙ୍କ ବିଷୟରେ ପାଗଳ ହୋଇଯିବି। ରାତିରେ ମୁଁ ଗଭୀର ଭାବରେ ଶୋଇପଡ଼ିଥାଏ। ସୋହନ ପ୍ରାୟତଃ ରାତିରେ ମୋର ପିଲାମାନଙ୍କର ଯତ୍ନ ନେବାକୁ ଚାଲି ଯାଉଥିଲେ ଏବଂ ସେ ସେମାନଙ୍କୁ ତାଙ୍କ ସହିତ ହିଁ ଶୋଇଥାନ୍ତି। ଏହା ମଧ୍ୟ ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା ଯେ ଏକ 13 ବର୍ଷ ପିଲା କିପରି 2 ରାତି ସହଜରେ 2 ପିଲାଙ୍କୁ ସମ୍ଭାଳି ପାରିବେ। ପିଲାମାନଙ୍କୁ ତାଙ୍କୁ ହଇରାଣ କରୁଥିଲେ କିମ୍ବା ତାଙ୍କର ନିଦ ବ୍ୟାକୁଳ ହୋଇଛି ବୋଲି ସୋହନ ମୋତେ କେବେ ବି ଅଭିଯୋଗ କରିନାହାନ୍ତି। ବାସ୍ତବରେ ସେ ମୋର ପିଲାମାନଙ୍କୁ ବହୁତ ଆନନ୍ଦରେ ନେଇ ଆସୁଥିଲେ ଏବଂ ମୁଁ ମଧ୍ୟ ଏକ ଦୀର୍ଘ ନିଶ୍ୱାସ ନେଉଥିଲି। ମୋର ପୋଷାକ ହେଉ କି ପିଲାମାନଙ୍କର ପୋଷାକ ହେଉ, ସୋହନ ସମସ୍ତ ପ୍ରକାରର ଦାୟିତ୍ୱ ନିଜେ ହିଁ ଗ୍ରହଣ କରୁଥିଲେ। ଅଳ୍ପ ବୟସରେ ସେ ଆମର ପୁରା ଘର ଚଳାଉଥିଲେ। କିନ୍ତୁ ମୁଁ ବହୁତ ଲଜ୍ଜିତ ଅନୁଭବ କଲି, କାରଣ ସେ ଜଣେ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତି ଥିଲେ। ହଠାତ୍ ସୋହନ କିଛି କାମ ପାଇଁ କୋଠରୀକୁ ଆସିଲେ। କହିଲେ କି ତୁମର ନିଜର ଯତ୍ନ ନିଅ ଆଉ ଖର୍ଚ୍ଚ ବିଷୟରେ ଚିନ୍ତା କର ନାହିଁ। ତୁମେ ଦୋକାନରେ ବହୁତ ଆଶୀର୍ବାଦ ଅଛି ଏବଂ ତୁମର ଭାଗ୍ୟ ହେତୁ ମୁଁ ଏସବୁ ହିଁ ପାଇଛି। ସେ ସବୁବେଳେ ନିର୍boଧ ହିଁ କଥା କହୁଥିଲେ। ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଥିଲି। ସେଥିପାଇଁ ମୁଁ ତାଙ୍କୁ ଅଧିକ ମଧ୍ୟ ପସନ୍ଦ ହିଁ କରୁଥିଲି। 3 ସନ୍ତାନ ମା ହେବା ପରେ ମୁଁ ସମ୍ପୂର୍ଣ୍ଣ ବଦଳି ଯାଇଥିଲି। ପୂର୍ବ ପରି ମୋ ଭିତରେ କୌଣସି ଦୁଃଖ ହିଁ ନଥିଲା। ପୁରା ଦିନ କୁଆଡ଼େ ଗଲା ଏପରିକି କହିପାରିଲା ନାହିଁ। ଏପରିକି ମୁଁ ରାଜୀବକୁ ଅଣଦେଖା କରିଥିଲି।
ଦିନେ ରାତିରେ ମୋର ତିନି ପିଲା ମୋତେ ବହୁତ କଷ୍ଟ ଦେଉଥିଲେ। ତେଣୁ ସୋହନ ଆସି କହିଲା, ମିତା ସେମାନଙ୍କୁ ମୋତେ ଦେଇଦିଅ ଏବଂ ତୁମରେ ଯାଇକି ଶାନ୍ତିରେ ଶୋଇପାରିବ। ମୁଁ ଖୁସିରେ ପିଲାଟିକୁ ସୋହନକୁ ଦେଇଥିଲି। ସବୁଦିନ ପରେ ସେ ମୋ ପାଇଁ କ୍ଷୀର ଆଣିଦେଲେ। ସେ ମୋ ଆଡ଼କୁ ଏକ ଗ୍ଲାସ କ୍ଷୀର ବିସ୍ତାର କରି କହିଲା, ତୁମର ଏବେ ଯତ୍ନ ନିଅ। ମୁଁ ଏକ ଗ୍ଲାସ କ୍ଷୀର ଧରି ସୋହନକୁ ଧନ୍ୟବାଦ ଦେଲି। ସେ ପିଲାମାନଙ୍କୁ ନେଇ ଚାଲିଗଲି। ଭାଗ୍ୟବଶତଃ ମୋ ହାତରୁ ଏକ ଗ୍ଲାସ କ୍ଷୀର ଖସିଗଲା ଏବଂ ମୋର କାମ ପୁରା ବଢ଼ିଗଲା। ମୁଁ ପୁଣି କୋଠରୀ ସଫା କରି ଖଟ ଉପରେ ଶୋଇପଡ଼ିଲି। କିଛି ସମୟ ପରେ ମୋତେ ଲାଗିଲା ଯେପରି ମୋର ରୁମ୍ରେ କେହି ଉପସ୍ଥିତ ଅଛନ୍ତି। ମୋର ନିଶ୍ୱାସ ଏବେ ବନ୍ଦ ହେବାକୁ ଲାଗିଲା ଯେପରି ଜ୍ୱର ଆସିଛି। ତାପରେ ମୁଁ ମୋର ବିଛଣା ପାଖରେ କେହି ଅନୁଭବ କଲି। ଯେତେବେଳେ କେହି ମୋର ଅସ୍ତିତ୍ୱ ସହିତ ଖେଳିବାକୁ ଚେଷ୍ଟା କଲା, ମୁଁ ଉଠି ଚିତ୍କାର କରିବାକୁ ଲାଗିଲି। ମୋର ଚିତ୍କାର ଶବ୍ଦ ଶୁଣି ରାଜୀବଙ୍କର ଆଖି ମଧ୍ୟ ଖୋଲିଗଲା। ମୁଁ ଶୀଘ୍ର ରୁମ୍ର ଆଲୋକର ସୁଇଚ୍ ଅନ୍ କରିଦେଲି। ଯେତେବେଳେ ମୁଁ ଦେଖିଲି ମୋ ଘରର ଜଣେ ଲୋକ ମୋର ପାଖରେ ହିଁ ଛିଡ଼ା ହୋଇଥିଲେ, ମୁଁ ତାକୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲି। ପ୍ରଥମେ ସେ ଲଜ୍ଜିତ ଅନୁଭବ କଲେ। ତାପରେ ସେ କହିଲେ, ମିତା, ମୁଁ କିଛି ବି କରିନାହିଁ। ତୁମର ସ୍ୱାମୀ ନିଜେ ମୋତେ ପ୍ରତିଦିନ ରାତିରେ ତୁମର ଶୋଳା କରିବାକୁ ଅନୁମତି ହିଁ ଦେଲେ। ସେଥିପାଇଁ ମୁଁ କିଛି ଗ୍ରାହକ ହିଁ ପାଇବି, ଏହାକୁ ବିକ୍ରୟ କରିବି ଆଉ ମୁଁ ଟଙ୍କା ନେଇଯିବି ଏବଂ ତାପରେ ଏହି ଟଙ୍କା ତୁମମାନଙ୍କ ପାଇଁ ଖର୍ଚ୍ଚ କରିବି। ବାସ୍ତବରେ ଘର ଥିବା ପରିସ୍ଥିତି ଯୋଗୁଁ ରାଜୀବ ଭାଇ ବହୁତ ରାଗି ଯାଇଥିଲେ। ସେ ଏହି ସମସ୍ୟାକୁ କୌଣସି ପ୍ରକାରେ ଶେଷ କରିବାକୁ ଚାହୁଁଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ମୁଁ ମହିଳା କ୍ରୟ ଏବଂ ବିକ୍ରେତାରେ ଜଡ଼ିତ ଅଛି, ସେ ନିଜେ ମୋତେ ଏହା କରିବାକୁ ଅନୁମତି ଦେଇଥିଲେ। ରାତିରେ ମୁଁ ତୁମର କୋଠରୀରେ ଏକମାତ୍ର ଉପସ୍ଥିତ ଥିଲି ଯେ ତୁମର ଅନୁମତି ସହିତ ଖେଳିବାକୁ ହିଁ ଚାହୁଁଥିଲା। ମୋର ଚିତ୍କାର ଶବ୍ଦରେ ସୋହନ ମୋତେ ଦୌଡ଼ି ଆସିଲେ। ତାକୁ ଦେଖି ଲୋକଟି କହିଲା, ସୋହନ, ତୁମେ କହିଥିଲ ଯେ ସେ ତାଙ୍କର ଇନ୍ଦ୍ରରେ ଆଉ ରହିବେ ନାହିଁ। ମୁଁ ମୋର ଇଚ୍ଛାକୁ ସହଜରେ ପୂରଣ କରିପାରିବି, କିନ୍ତୁ ସେ ଜାଗ୍ରତ ହୋଇଯାଇଥିଲେ। ସେ ଲୋକର କଥା ଶୁଣି ଯେପରି ମୋର ପାଦ ତଳୁ ଭୂମି ଖସିଗଲା। ରାହୁଲ ମୋତେ ଉତ୍କଣ୍ଠିତ ଭାବରେ ଦେଖିବା ଆରମ୍ଭ କଲେ। ମୁଁ ଏସବୁ ବିଷୟରେ କ'ଣ କିଛି ବି ବୁଝିପାରିଲି ନାହିଁ। ବ୍ୟକ୍ତି ଜଣକ କ୍ରୋଧିତ ଭାବରେ ଛାଡ଼ିଥିଲେ। ମୁଁ ସୋହନକୁ ଘୃଣା ସହିତ ପଚାରିଲି, ସୋହନ, ଏସବୁ କ'ଣ? ତାପରେ ସୋହନ କହିଛନ୍ତି, ଏହି ଘର ଚଳାଇବା ପାଇଁ ଆପଣଙ୍କ ସ୍ୱାମୀଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ହିଁ ନଥିଲା। ସେଥିପାଇଁ ସେମାନେ ମୋର ଚୁକ୍ତି ଅନୁସାରେ କହିବାକୁ ବାଧ୍ୟ କଲେ। ଯେତେବେଳେ ବି ମୁଁ ଜଣେ ଗ୍ରାହକ ପାଇଲି, ମୁଁ ତୁମର ପିଲାମାନଙ୍କୁ ନେଇ କ୍ଷୀରରେ ଶୋଇଥିବା ଔଷଧ ମଧ୍ୟ ମିଶାଇକି ତୁମକୁ ଦେଇଦେଉଥିଲି। ତାପରେ ତୁମେ ଶୋଇଯାଉଥିବ ଏବଂ ଗ୍ରାହକ ତୁମକୁ ବ୍ୟବହାର କରି ଚାଲିଥିବେ। ଏହି ତିନୋଟି ପିଲା ମଧ୍ୟ କିଛି ଗ୍ରାହକ କିମ୍ବା ଅନ୍ୟର ଅଟନ୍ତି, କାରଣ ରାଜୀବ ଭାଇ ପିତା ହେବାକୁ ଆଗ୍ରହୀ ନୁହନ୍ତି। ମୁଁ ତୁମ ପାଇଁ କିଛି ଭୁଲ କରିନାହିଁ। ତୁମର ସ୍ୱାମୀ ଯାହା କହିଥିଲେ ମୁଁ ନିଶ୍ଚୟ ତାହା ହିଁ କଲି। ତାଙ୍କର ଇଚ୍ଛା ହେତୁ ମୁଁ ତୁମକୁ ବିକ୍ରି କରିସାରିଛି। ସୋହନଙ୍କର କଥା ଶୁଣିବା ପରେ ମୁଁ ଟିକେ ଶାନ୍ତି ପାଇଲି। ମୁଁ ଆଶ୍ଚର୍ଯ୍ୟ ହୋଇ ପଡ଼ିବା ପରେ ଆରମ୍ଭ କଲି। ଏସବୁ ଦେଖି ମୋର ହୃଦୟ ପୁରା ଜଳି ଯାଉଥିଲା, କିନ୍ତୁ ମୁଁ କିଛି ଆଉ କରିପାରିଲି ନାହିଁ। ତେଣୁ ଯେତେବେଳେ ସୋହନ କେଉଁ ପ୍ରକାରର କାମ କରେ ସେ ବିଷୟରେ ଏକ ଧାରଣା ପାଇଲି। ମୁଁ ନିଜେ ତାଙ୍କୁ କହିଲି, ପ୍ରତ୍ୟେକ ରାତିରେ ଆପଣଙ୍କୁ କାହାକୁ କିମ୍ବା ଅନ୍ୟକୁ ବିକ୍ରି କରିଦିଅନ୍ତୁ। ମୁଁ ନିଜେ ଶୋଇଥିବା ଔଷଧ ଖାଇବା ପରେ ଶୋଇଥିଲି, ତେଣୁ ମୁଁ କିଛି ଜାଣିନଥିଲି। ସୋହନ ମୋତେ ଜଣେ ଗ୍ରାହକ ଆଣିବେ ଏବଂ ତାହାପରେ ଗ୍ରାହକ ବିତରଣ ପୂର୍ବରୁ ଫେରିବେ। ପିଲାମାନେ ତୁମକୁ ଖୁସି କରାଇଲେ ଏବଂ ଆମ ଘରର ପରିସ୍ଥିତିକୁ ବଦଳି ଦେଲେ ଏବଂ ମୁଁ ତାହା ହିଁ ଚାହୁଁଥିଲି। ମୁଁ ସୋହନଙ୍କର କଥା ଶୁଣିବା ପରେ ମୁଣ୍ଡ ଧରିଦେଲି। ମୁଁ ବିଶ୍ୱାସ କରିପାରିଲି ନାହିଁ ଯେ ମୋର ସ୍ୱାମୀ ମୋ ଉପରେ ଏପରି ଭୟଙ୍କର ଅପରାଧ କରିଛନ୍ତି। ଘରେ ପରିସ୍ଥିତିକୁ ପରିବର୍ତ୍ତନ କରିବା ଏବଂ ମୋର କୂଳକୁ ପୂରଣ କରିବା ପାଇଁ ସୋହନଙ୍କ ସହ ମୋର ଅସୁବିଧାର ସାମ୍ନା କରିଛନ୍ତି। ମୁଁ କ୍ରମାଗତ ଭାବରେ କାନ୍ଦିବାକୁ ଲାଗିଲି। ଯେତେବେଳେ ମୁଁ କାନ୍ଦିବା ସମୟରେ ମୋର ସାନ୍ତ୍ୱନା ଫେରି ଆସିଲା, ମୁଁ ସୋହନଙ୍କ ଆଗରେ ହାତ ବାନ୍ଧି କହିଲି, ଆମର ଜୀବନରୁ ତମେ ଦୂରେଇ ଯାଅ। ତୁମର ଆସିବା ପୂର୍ବରୁ ଆମେ ନିଶ୍ଚିତ ଭାବରେ ଯୌନ ସମ୍ପର୍କ ହିଁ ରଖିଥିଲୁ, କିନ୍ତୁ ମୋର ସ୍ୱାମୀ ମୋତେ କେବେ ପ୍ରସ୍ତାବ ହିଁ ଦେଇନଥିଲେ କିମ୍ବା ଏପରି ଚିନ୍ତା ତାଙ୍କର ମନକୁ କେବେ ବି ଦେଇନଥିଲେ। ଅବଶ୍ୟ ଏସବୁ ତୁମର ଅଧ୍ୟୟନରେ ହିଁ ହୋଇଥିଲା, କିନ୍ତୁ ମୁଁ ଏବେ ବୁଝିପାରୁଛି ତୁମେ କାହିଁକି ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦୋକାନ ଖୋଲିଦେଲ। ଏହି ବାହାନାରେ ଆମ ମହିଳାମାନଙ୍କର ବାଧ୍ୟତାମୂଳକ କାର୍ଯ୍ୟ କରନ୍ତି। ମୁଁ ସୋହନକୁ ତୁରନ୍ତ ଦୋକାନ ଖାଲି କରିବାକୁ କହିଲି
ଏବଂ ମୋର ପିଲାମାନଙ୍କୁ ତାଙ୍କ କୋଳକୁ ଧରି ନେଲି। ମୋର 3 ଛୋଟ ପିଲା ମୋର ସାମ୍ନାରେ ହିଁ ଥିଲେ, ଯାହାର ପିତା ମୋର କୌଣସି ଜ୍ଞାନ ନଥିଲା। ମୁଁ ନିଜ ପାଇଁ ଦୁଃଖ ଅନୁଭବ କଲି ଯେ ମୁଁ ଏତେ ମୂର୍ଖ ହୋଇଗଲି ଯେ ମୁଁ ଜାଣିପାରିଲି ନାହିଁ ଯେ ଏହି ପିଲାମାନେ ମୋର ସ୍ୱାମୀଙ୍କର ନୁହନ୍ତି। ମୁଁ କାହିଁକି ସେ 2 ଜଣଙ୍କ ହାତରେ ମୂର୍ଖ ହୋଇଗଲି? ମୋର ଦୋଷୀ କେବଳ ସୋହ ନୁହନ୍ତି, ମୋର ସ୍ୱାମୀ ରାଜୀବ ମଧ୍ୟ ହିଁ ଥିଲେ। କିନ୍ତୁ ମୁଁ କଣ କରିପାରିବି? ମୁଁ ରାଜୀବଙ୍କର ପାଇଁ ଅଦରକାରୀ ଥିଲି ଏବଂ ତାଙ୍କର ଅବସ୍ଥା ଏହିପରି ନୁହେଁ। ତୁମେମାନେ ମୋତେ କୁହ, ମୋ ସହିତ କଣ ଘଟିଥିଲା? ମୋ ସ୍ୱାମୀ ଏହା କରିବା ଉଚିତ କି? ଘର ଅବସ୍ଥା ସୁଧାରିବା ପାଇଁ ଜଣେ ପୁରୁଷ ନିଜର ପତ୍ନୀଙ୍କ ପାଇଁ ଇଚ୍ଛା ପାଇଁ ବୁଝାମଣା କରିପାରିବ କି? ମୁଁ ମୋର ପିଲାମାନଙ୍କ ପରିତ୍ୟାଗ କରିପାରିବି କି? ଆଜିକାଲି ଆମେ କୌଣସି ଛୋଟ ବାଳକ ଉପରେ ବିଶ୍ୱାସ କରିବା ଉଚିତ କି? ଦୟାକରି ଆପଣମାନେ କମେଣ୍ଟ ବାକ୍ସରେ ମତାମତ ହିଁ ଦିଅନ୍ତୁ। ବନ୍ଧୁଗଣ, ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ ଆଉ ସମସ୍ତ ପାଖକୁ ସେୟାର କରନ୍ତୁ। ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖାବା ଆଉ ଏକ ନୂଆ ଭିଡ଼ିଓରେ ଏମିତି ଏକ ସୁନ୍ଦର କାହାଣୀ ସହିତ। ବର୍ତ୍ତମାନ ମୁଁ ରହୁଛି।